ସାଇନ୍ସ କୋଶ୍ଚିନ୍ର ସେଟ୍ ବି ଏଥିରେ ସଠିକ୍ ଆନ୍ସର୍ ଯେଉଁଗୁଡ଼ାକ କୁହାଯାଇଛି ତାକୁ ତୁମକୁ କୋଶ୍ଚିନ୍ ଆନ୍ସର୍ ମିଳିଯିବ କାହାର କେତେ ମାର୍କ ରହୁଛି। ସାଇନ୍ସ କୋଶ୍ଚିନ୍ ସେଟ୍ ବି ଦଶମ ଶ୍ରେଣୀ 1 ନମ୍ବର ଦେଇଛି ଆଲ୍କାଇନ୍ ଶ୍ରେଣୀର ତୃତୀୟ ପର୍ଯ୍ୟାୟରେ କାର୍ବନ ମଧ୍ୟରେ କେତୋଟି ସହସଂଯୋଜ୍ୟ ବନ୍ଧ ସୃଷ୍ଟି ହୋଇଥାଏ? 4ଟି। ଅପସନ୍ ବି ଗୋଟିଏ କାର୍ବନ ପରମାଣୁ ସହ ଗୋଟିଏ ଆଲକହଲ ଗ୍ରୁପ ବନ୍ଧ ଦ୍ୱିବନ୍ଧ ଥିବା ଅକ୍ସିଜେନ୍ ପରମାଣୁ ଲାଗିଥିବା ସକ୍ରିୟ ଗ୍ରୁପଟି କ'ଣ? କାର୍ବୋକ୍ସିଲିକ୍ ଏସିଡ୍। ସକ୍ରିୟ ଗ୍ରୁପଟି କାର୍ବୋକ୍ସିଲିକ୍ ଏସିଡ୍। ଅପସନ୍ ଏ। ତାପରେ ଦେଇଛି ଗୋଟିଏ ସେକେଣ୍ଡରେ କେତେ ସଂଖ୍ୟକ ଇଲେକ୍ଟ୍ରନ୍ ଗୋଟିଏ ମାଇକ୍ରୋ ଆମ୍ପିୟର ବିଦ୍ୟୁତ୍ ଗଠନ କରିପାରନ୍ତି? 6.25 × 10⁻12। ଅପସନ୍ ଡି 3 ନମ୍ବର। 4 ନମ୍ବର VA କେଉଁଟିର ଏକକ ଅଟେ? ବିଦ୍ୟୁତ୍ ପାୱାର। ଅପସନ୍ ସି XW 220 V ଲେଖାଥିବା ଏକ ବିଦ୍ୟୁତ୍ ବଲ୍ବର ପ୍ରତିରୋଧକ 484 ଓମ୍ ହୋଇଥିଲେ Xର ମୂଲ୍ୟ କେତେ ହେବ? 100 ହେବ। ଗୋଟିଏ। ଅପସନ୍ ଡି। ତାଠୁ 6 ନମ୍ବର ଗୋଟିଏ ରାସାୟନିକ ସମୀକରଣରେ ପ୍ରତିକାରକ ଏବଂ ପ୍ରତିକାରକର ଭୌତିକ ଅବସ୍ଥା ସୂଚାଇବା ପାଇଁ ବ୍ୟବହୃତ ହେଉଥିବା ସଂକେତମାନ GLS ଓ AQ ଗୁଡ଼ିକ ମଧ୍ୟରୁ ନିମ୍ନୋକ୍ତ ସାରଣୀରେ ସମୀକରଣ ପାଇଁ କେତୋଟି ବ୍ୟବହାର କରାଯାଇପାରିବ? ନା ଏଇ ଯେଉଁ ସମୀକରଣ Na2CO3 HCl NaCl ଓ CO2 H2O ଦେଇଛି ଏଇଟା 3ଟି ବ୍ୟବହାର। ଅପସନ୍ ସି 3ଟି ବ୍ୟବହାର ହେଇପାରିବ। ଚାଳିଶା ରୋଗରେ ପୀଡ଼ିତ ବ୍ୟକ୍ତି କେଉଁ ଲେନ୍ସ ସଂଯୁକ୍ତ ଚଷମା ବ୍ୟବହାର କରାଯିବ? ଅପସନ୍ ଏ ଉତ୍ତଳ ଲେନ୍ସ। ତାପରେ ZnCuSO4 ZnSO4 + Cu ରାସାୟନିକ ସମୀକରଣଟି କେଉଁ ପ୍ରକାର ପ୍ରତିକ୍ରିୟା? ଏଟା ବିସ୍ଥାପନ ପ୍ରତିକ୍ରିୟା। ଅପସନ୍ ଡି 8 ନମ୍ବର। 9 ନମ୍ବର ନିମ୍ନୋକ୍ତ ଲବଣ ବ୍ୟବହାର କରୁଥିବା କେଉଁଥିରେ ସ୍ଫଟିକ ଜଳ ଅଣୁ ସର୍ବାଧିକ ଥାଏ? ଧୋଇବା ସୋଡ଼ା। ଅପସନ୍ ବି 10 ନମ୍ବର। ଆଧୁନିକ ପର୍ଯ୍ୟାୟ ସାରଣୀ ତୃତୀୟ ପର୍ଯ୍ୟାୟରେ ଥିବା ଧାତୁମାନଙ୍କର ନାମ କ'ଣ? ସିଲିକନ୍। ଅପସନ୍ ଡି। ତାପରେ ଆଭାସୀୟ କ୍ଷୁଦ୍ର ପ୍ରତିବିମ୍ବ ନିମ୍ନୋକ୍ତ କେଉଁ ଦୁଇଟିରେ ଗଠିତ ହୁଏ? ଏ। ଅପସନ୍ ଏ ଉତ୍ତଳ ଦର୍ପଣ ଓ ଅବତଳ ଲେନ୍ସ। ତାପରେ ଦେଇଛି ବେଞ୍ଜିନ୍ ଅଣୁରେ କେତୋଟି ସହସଂଯୋଜ୍ୟ ବନ୍ଧ ରହିଛି? ବେଞ୍ଜିନ୍ ଅଣୁରେ 15ଟି। ଅପସନ୍ ବି। ଏକ ଧାତବ ତାର ପ୍ରସ୍ଥଚ୍ଛେଦ କ୍ଷେତ୍ରଫଳ 4 × 10⁸ ବର୍ଗମିଟର ଓ ବିଶିଷ୍ଟ ପ୍ରତିରୋଧକ 10 × 10⁻⁻8 ଓମ୍ ମିଟର ଅଟେ। ଏହି ଧାତବ ତାରର ପ୍ରତିରୋଧକ 25 ଓମ୍ ହୋଇଥିଲେ ଏହାର ଦୈର୍ଘ୍ୟ 10 ମିଟର। ଅପସନ୍ ସି 13 ନମ୍ବର। 14 ନମ୍ବର ମେଣ୍ଡେଲଙ୍କ ପର୍ଯ୍ୟାୟ ସାରଣୀରେ ଗ୍ରୁପ IVAରେ ଥିବା ମୌଳିକର ଆଧୁନିକ ପର୍ଯ୍ୟାୟ ସାରଣୀ କେଉଁ ଗ୍ରୁପରେ ଅଛି? 14 ନମ୍ବର ଗ୍ରୁପ। ଅପସନ୍ ସି। ଆଲୋକର କେଉଁପରି ଘଟଣା ଯୋଗୁଁ ନିର୍ମଳ ଆକାଶରେ ରଙ୍ଗୀନ ନୀଳ ଦେଖାଯାଏ? ରଙ୍ଗ ନୀଳର ବିଚ୍ଛୁରଣ। ଅପସନ୍ ଡି 15 ନମ୍ବର। 16 ନମ୍ବର ଦେଇଛି କେଉଁ ସକ୍ରିୟ ଗ୍ରୁପରେ କାର୍ବନ ପରମାଣୁ ନଥାଏ? ଆଲକହଲ। ଅପସନ୍ ଏ 16 ନମ୍ବର। 17 ନମ୍ବର ଗୋଟିଏ ବିଦ୍ୟୁତ୍ ବଲ୍ବକୁ 220 ଭୋଲ୍ଟ ଏବଂ 200 ୱାଟ୍ ବୋଲି ମୂଲ୍ୟାୟନ କରାଯାଉଛି। ଏହା 100 ଭୋଲ୍ଟରେ କାମ କରୁଥିବା ସମୟରେ ବ୍ୟୟ କରୁଥିବା ପାୱାର କେତେ? ନା 25 ଜୁଲ୍। ଦିଆଯାଇଥିବା ଧାତୁମାନଙ୍କର ଆପେକ୍ଷିକ ସକ୍ରିୟଶୀଳତାକୁ ଅଧିକରୁ କମ୍ ଅନୁକ୍ରମରେ ସଜାଇ ଲେଖିଲେ କେଉଁଟି ହେବ? ଅପସନ୍ ସି KNaCl Pb। ଅପସନ୍ ସି 18 ନମ୍ବର। 19 ନମ୍ବର ଚକ୍ଷୁ ଲେନ୍ସରେ ଫୋକସ୍ ଦୂରତା କମାଗଲେ କି ପ୍ରକାର ଦୃଷ୍ଟିଦୋଷ ଦେଖାଯାଏ? ସମୀପ ଦୃଷ୍ଟିଦୋଷ। ଅପସନ୍ ବି 19 ନମ୍ବର। 20 ନିମ୍ନଲିଖିତ କେଉଁ ଉକ୍ତିଟି କନିକା ପାଇଁ ପ୍ରଯୁଜ୍ୟ? ଅପସନ୍ ସି ଏହା ସ୍ୱଚ୍ଛ ପଟଳ ପଛରେ ଥିବା କଳା ମାଂସଳ ବସ୍ତୁ। ସି 20 ନମ୍ବର। 21 ନମ୍ବର ନିମ୍ନୋକ୍ତ କେଉଁ ମୌଳିକଟି ଅମ୍ଳଜାନ ସହ ରାସାୟନିକ ପ୍ରତିକ୍ରିୟା କରି ଏକ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ପଦାର୍ଥ ସୃଷ୍ଟି କରେ ଓ ତାହା ଜଳରେ ଦ୍ରବଣୀୟ ଅଟେ? ସି କ୍ୟାଲସିୟମ୍। 22 ନମ୍ବର ନିମ୍ନୋକ୍ତ ମାନଙ୍କ ମଧ୍ୟରୁ କେଉଁଟି ଏକ ଆଲକାଲି ଅଟେ? NaOH AQ। ଅପସନ୍ ଏ 22 ନମ୍ବର। 23 ଏକ ବୈଦ୍ୟୁତିକ ମୋଟରକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେଉଁଟି ଠିକ୍ ନୁହେଁ?
ଏଇଟା ହେଉଛି ବିଘଟନ ବଳୟ ପରିବର୍ତ୍ତେ ସ୍ଲିପ୍ ବଳୟ ନେବା ଆବଶ୍ୟକ। ବି ରାଇଟ୍ ଆନ୍ସର୍। 23 24 ନମ୍ବର ନିମ୍ନରେ ପ୍ରଦତ୍ତ ଆଲୟମାନଙ୍କ ମଧ୍ୟରୁ କେଉଁଟି ସିସାର ଏକ ଆଲୟ ଅଟେ? ସୋଲ୍ଡର ଅପସନ୍ ବି। ତାପରେ 100 220 ଭୋଲ୍ଟ ଲାଇନରେ ଏକ 200 କେ-ୱାଟ୍ ବୈଦ୍ୟୁତିକ ଉପକରଣ ବ୍ୟବହାର କଲେ ଏଥିରେ କେତେ ରେଟିଂର ଫ୍ୟୁଜ୍ ଦରକାର? ନା 10 ଆମ୍ପିୟରର ଗୋଟେ ରେଟିଂ ବଲ୍ବ। ଜୀବବିଜ୍ଞାନ ଦେଖିବା। ନିମ୍ନଲିଖିତ କେଉଁଟି ଏକ ଉତ୍ପାଦକ ନୁହେଁ? ଆଗାରିକ୍ସ ଅପସନ୍ ବି। 26 ନମ୍ବର। 27 ଶରୀରର ଆୟନ ସନ୍ତୁଳନ ରକ୍ଷା କରିବାରେ କେଉଁ କେଉଁ ଖାଦ୍ୟ ଉପାଦାନ ପ୍ରମୁଖ ଭୂମିକା ରହିଛି? ଧାତୁସାର ଅପସନ୍ ଡି। 26 27 ନମ୍ବର। 28 ନମ୍ବର। କେଉଁ ବର୍ଜ୍ୟବସ୍ତୁଟି ପରିପକ୍ୱ ଜାଇଲେମରେ ଗୃହୀତ ହୋଇଥାଏ? ରେଜିନ୍ ଅପସନ୍ ଏ। 29 ନମ୍ବର। ଭାରତରେ ସବୁଠାରୁ ଅଧିକ ପରିମାଣରେ ବ୍ୟବହୃତ ହେଉଥିବା ନବୀକରଣ ଯୋଗ୍ୟ ଶକ୍ତିର ଉତ୍ସ କ'ଣ? ନା ପେଟ୍ରୋଲିୟମ ଅପସନ୍ ସି। 30 ନମ୍ବର। ନିମ୍ନଲିଖିତ କେଉଁ ହରମୋନ୍ଟି ଏଡିନୋହାଇପୋଫାଇସ୍ରୁ କ୍ଷରିତ ହୋଇନଥାଏ? ଅପସନ୍ ସି ଅକ୍ସିଟୋସିନ୍। ଶରୀର ଶ୍ୱାସକେନ୍ଦ୍ର ହୃତ୍କେନ୍ଦ୍ର ପାକନଳୀ ଚଳନ ପରି କାର୍ଯ୍ୟ କିଏ ନିୟନ୍ତ୍ରଣ କରିଥାଏ? ନା ପଶ୍ଚ ଅଗ୍ର ମସ୍ତିଷ୍କ ଅପସନ୍ ବି। ଗ୍ରାସନଳୀର କାନ୍ଥରେ ଥିବା ମାଂସପେଶୀର ସଂକୋଚନ ଓ ପ୍ରସାରଣ କ'ଣ କୁହାଯାଏ? ପୁରଃସରଣ ଅପସନ୍ ସି ରାଇଟ୍ ଆନ୍ସର୍। 32 ନମ୍ବର। 33 ନମ୍ବର। ନିମ୍ନଲିଖିତ କେଉଁଟି ସିଧାସଳଖ ଭାବେ ଉତ୍ସେଦନକୁ ପ୍ରଭାବିତ କରିପାରେ ନାହିଁ? ପତ୍ରରେ ଥିବା ପତ୍ରହରିତ ଅପସନ୍ ଡି। 33 ନମ୍ବର। 34 ନମ୍ବର। କେଉଁଟି କୋଭିଡ୍-19 ନିୟନ୍ତ୍ରଣର ସର୍ବୋତ୍ତମ ଉପାୟ? ଆର୍-ଟି-ପି-ସି-ଆର୍ ଅପସନ୍ ବି। 34 ନମ୍ବର। 35 ନମ୍ବର। ପାରାନ୍ତରଣ ପ୍ରକ୍ରିୟା ଅର୍ଦ୍ଧବିଭାଜନ କେଉଁ ପର୍ଯ୍ୟାୟରେ ହୋଇଥାଏ? ଡିପ୍ଲୋଟିନ୍ ଅପସନ୍ ଡି। ଭାରତରେ ଉତ୍ପାଦିତ ହେଉଥିବା ପୃଥିବୀର ସର୍ବପ୍ରଥମ ଡିଏନ୍ଏ ଆଧାରିତ କୋଭିଡ୍ ଟିକା କ'ଣ? ନା ଜାଇକୋଭ୍-ଡି ଅପସନ୍ ସି। 37 ନମ୍ବର। ଲେଡିଜ୍ କୋଷରୁ କେଉଁ ହରମୋନ୍ କ୍ଷରିତ ହୁଏ? ଟେଷ୍ଟୋଷ୍ଟିରୋନ୍ ଅପସନ୍ ସି। 38 ନମ୍ବର। ଜିଆ ଓ ଜୋକ ପରି ପ୍ରାଣୀମାନଙ୍କର ରେଚନ ଅଙ୍ଗର ନାମ? ନେଫ୍ରିଡ଼ିଆ ଅପସନ୍ ବି। ତାପରେ ଉପାର୍ଜିତ ଲକ୍ଷଣର ଉତ୍ତରାଧିକରଣ ତତ୍ତ୍ୱ କିଏ ଉପସ୍ଥାପନ କରିଥିଲେ? ଜାଁ ବ୍ୟାପ୍ତିସ୍ତେ ଲାମାର୍କ ଅପସନ୍ ଡି। ତାପରେ ଡିମ୍ବାଣୁରୁ ନିର୍ଗତ ହୋଇପାରେ। ପ୍ରତ୍ୟେକ ପରିପକ୍ୱ ଡିମ୍ବାଣୁରେ କ'ଣ ରହିଥାଏ? 2x ଗୁଣସୂତ୍ର ଅପସନ୍ ସି। 40 ନମ୍ବର। 41 ନମ୍ବର। ଇନ୍ଦିରା ଗାନ୍ଧୀ କେନାଲ ଯୋଜନା କେଉଁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି? ରାଜସ୍ଥାନ ଅପସନ୍ ଡି। ମାନବ ବିବର୍ତ୍ତନ ସମ୍ବନ୍ଧୀୟ ଗ୍ରହଣୀୟ ତତ୍ତ୍ୱ କ୍ରମାନ୍ୱୟରେ ଆରମ୍ଭରୁ ପର୍ଯ୍ୟାୟ ହେଲେ? ଅପସନ୍ ଏ। 42 ନମ୍ବର। ଏ ଇଲେକ୍ଟ୍ରୋନ୍ ପରିବହନ ସଂସ୍ଥା ମାଇଟୋକଣ୍ଡ୍ରିଆର କେଉଁଠାରେ ହୋଇଥାଏ? ଅନ୍ତଃଝିଲି ଅପସନ୍ ସି। 43 ନମ୍ବର। ଅପସନ୍ ସି। ତାପରେ 44 ନମ୍ବର। ଉଦ୍ଭିଦ ସମାୟନ ପ୍ରକ୍ରିୟାରେ ପରାଗନଳୀଟି ସାଧାରଣତଃ କେଉଁ ବାଟ ଦେଇ ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କରେ? ଏ ବୀଜରନ୍ଧ୍ର। 45 ନମ୍ବର। ଆମୋନିୟମରୁ ନାଇଟ୍ରୋଜେନ୍ ଓ ପରେ ନାଇଟ୍ରେଟ୍ରେ ପରିଣତ କରିବା ପାଇଁ ପ୍ରକ୍ରିୟାକୁ କ'ଣ କୁହାଯାଏ? ନାଇଟ୍ରିଫିକେସନ୍ ଅପସନ୍ ଡି। ନାଇଟ୍ରିଫିକେସନ୍। କମଣ୍ଡଳୁ ଗଛ କେଉଁ ଜାତୀୟ? ବିଲୁପ୍ତ ଜାତି ଅପସନ୍ ବି। 46 ନମ୍ବର। 47 ମନୁଷ୍ୟର କେଉଁ ପ୍ରକାର କୋଷରେ ନ୍ୟଷ୍ଟି ନଥାଏ? ଲୋହିତ ରକ୍ତକଣିକା ଅପସନ୍ ଏ। 48 ନମ୍ବର। ଏସିଡ୍ ଭାଇରସ୍ ନିମ୍ନଲିଖିତ କେଉଁ ପ୍ରକାର ଭାଇରସ୍ ଗ୍ରୁପ ଅନ୍ତର୍ଗତ? ରେଟ୍ରୋଭାଇରସ୍ ଅପସନ୍ ବି। 49 ନମ୍ବର। ନିମ୍ନଲିଖିତ କେଉଁ ଜାତିର ପ୍ରାଣୀ ବିସରଣ ପ୍ରକ୍ରିୟାରେ ଶ୍ୱାସକ୍ରିୟା ସମ୍ପାଦନ କରେ? ଏ ହାଇଡ୍ରା। ତାପରେ ମେଣ୍ଡେଲଙ୍କ ଏକ ସଂକରଣ ପରୀକ୍ଷଣରେ ପ୍ରକାଶିତ ହେଉଥିବା ଜିନୋଟାଇପ୍ ଅନୁପାତ କେତେ? ନା ଅପସନ୍ ସି 1:2:1। ତ ଯାହାର ଯେତିକି ମାର୍କ ଅଛି ଦେଖିଦିଅ। 50ଟି ସରିଗଲା। ଥ୍ୟାଙ୍କ ୟୁ।